ସାଙ୍ଗମାନେ ମଟର ସୁପ୍ ଆଜି କିଏ ପ୍ରସ୍ତୁତ କରିଥିଲା ଚାଲନ୍ତୁ ଦେଖିବା। ସାଙ୍ଗମାନେ ସେତେବେଳେ ଦେଖନ୍ତୁ ଆମର ମଟର ସୁପ୍ ପାଇଁ ଯାହା ବି ସବୁ ଆବଶ୍ୟକ ପଦାର୍ଥ ସବୁ ମୁଁ କାଟିକି ରେଡ଼ି କରିଦେଇଥିଲି ଏବଂ ଅପେକ୍ଷା ଥିଲା କେତେବେଳେ ସିଏ ଆସିବେ। ଆଜ୍ଞା ହଁ, ଆଜି ଆମର ବେହେରା ବାବୁ ମଟର ସୁପ୍ ବନେଇଛନ୍ତି। ଆଉ କ'ଣ ପାଇଁ ବନେଇଛନ୍ତି ମୁଁ ଆପଣମାନଙ୍କୁ ଜଣେଇବି। କାହିଁକି ନା ଆମେ ପୁରୀ ଯାଇଥିଲୁ ଏବଂ ପୁରୀରେ ମଟର ସୁପ୍ ପିଇଥିଲୁ ଆଉ ତାଙ୍କୁ ବହୁତ ଭଲ ଲାଗିଥିଲା। ଦେନ୍ ସିଏ ମୋତେ କହିଥିଲେ ଟିକେ ମଟର ସୁପ୍ ବନେଇବା। ମୁଁ କହିଲି ମୋତେ ଏଗୁଡ଼ାକ ଆସିବନି ମ, ତମେ ବନା। ତ ସେଥିପାଇଁ ସିଏ ବନାଇଥିଲେ। ଆଉ ଏଇଟା ଆପଣମାନେ ଯେଉଁଟା ଦେଖିପାରୁଛନ୍ତି ସେଇଟା ଥିଲା ଆମର ଚୁଲିର ଗୋଟିଏ ବିକଳ୍ପ ଆଞ୍ଚ। ସେଇଥିରେ ଆମେ ମଟରକୁ ବସାଇ ଦେଇଥିଲୁ। ଆଉ ଆପଣମାନେ ତ ଜାଣିଛନ୍ତି ଗ୍ୟାସ୍ ଏବେ ମିଳୁନି, ତେଣୁକରି ତାପରେ ସେ ଦେଖନ୍ତୁ କିଭଳି ଭାବରେ ମଟର ସୁପ୍ଟି ପ୍ରସ୍ତୁତ କରିଥିଲେ। ଆଉ ମୋତେ ଲାଗୁଥିଲା କ'ଣ ସତରେ ମଟର ସୁପ୍ଟା ସେଇଭଳିଆ ଲାଗିବ। ସେ କହିଲେ ତମେ ବ୍ୟସ୍ତ ହୁଅନି ମ, ମୁଁ ପୁରା ଟେଷ୍ଟି ବନେଇ ଜାଣିଛି। ଆଉ ମଟର ସୁପ୍ଟା ସତରେ ବହୁତ ଟେଷ୍ଟ ଲାଗିଥିଲା। ରହୁଛି, ଦେଖା ହେବା ନେକ୍ସଟ ମିନି ବ୍ଲଗ୍ରେ।